ଜୟ ଜଗନ୍ନାଥ। ନମସ୍କାର। ତପନ ତପନ ଆଷ୍ଟ୍ରୋଲୋଜି ତାର ଦର୍ଶକ ବନ୍ଧୁମାନଙ୍କୁ 2025 ମସିହାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି 2025 ମସିହା ଜାନୁଆରୀ ମାସର ମାସିକ ରାଶିଫଳ। ଜାନୁଆରୀ ମାସରେ ଚନ୍ଦ୍ର ସହିତ ଗ୍ରହ ଜଗତର ଅନ୍ୟ 4 ଗ୍ରହ ରବି, ମଙ୍ଗଳ, ବୁଧ ଏବଂ ଶୁକ୍ର ମହାଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି 5 ଗ୍ରହଙ୍କର ରାଶି ପରିବର୍ତ୍ତନରେ କେଉଁ ରାଶି କ'ଣ ଫଳ ପ୍ରଦାନ କରିବାକୁ ଯାଉଛନ୍ତି ଜାଣିବା। ପ୍ରଥମେ ମେଷ ରାଶି। ମେଷ ରାଶି ଜାତକ ପାଇଁ ଜାନୁଆରୀ ମାସ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ସମସ୍ୟା ଭିତରେ ପଡ଼ିବେ, ପୁଣି ସମସ୍ୟାରୁ ମୁକ୍ତି ମିଳିବ। ବ୍ୟବସାୟର ସମ୍ପ୍ରସାରଣ କିମ୍ବା ଆର୍ଥିକ କ୍ଷେତ୍ରରେ ନିବେଶ କରିବେ। ଚାକିରିରେ ଥିବା ବ୍ୟକ୍ତିଙ୍କର ନିର୍ଦ୍ଦିଷ୍ଟ ଆୟଠାରୁ ଅଧିକା ଇନକମ୍ ହୋଇପାରେ। ମନ ମୁତାବକ ଜାଗାକୁ ବଦଳି ହେବାର ସମ୍ଭାବନା। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ୱାସ୍ଥ୍ୟ ଠିକ୍ ରହିବ। ବୃଷ ରାଶି। 2025 ଜାନୁଆରୀ ମାସରେ ବୃଷ ରାଶିର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ବିରୋଧୀ ବା ଶତ୍ରୁ ପରାଜିତ ହେବେ। ବ୍ୟବସାୟ କ୍ଷେତ୍ରରୁ ଆୟ ଆଶାଠାରୁ ଅଧିକ ହେବ। ନିଜର ବାଣୀ ବା କଥା ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଇବେ। ଭୂମି ବା ଗୃହ ନିର୍ମାଣ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ପ୍ରେମ ସମ୍ପର୍କ ଦୃଢ଼ୀଭୂତ ହେବ। ମିଥୁନ ରାଶି। ଟିଚିଂ ପ୍ରଫେସନରେ ଥିଲେ ସତର୍କ ରହିବେ। କଷ୍ଟଦାୟକ ସମୟ ରହିବ। ଧୈର୍ଯ୍ୟହରା ହେବେ ନାହିଁ। ମକର ସଂକ୍ରାନ୍ତି ପରେ ରାଜକୀୟ କାର୍ଯ୍ୟ ବିଳମ୍ବିତ ହେବା ସହିତ ଆର୍ଥିକ ସ୍ଥିତିରେ ହ୍ରାସ ଘଟିବ। ନିଜର ବାଣୀ ବା କଥାରେ ସଂଯମତା ଜରୁରୀ। ମାନସିକ ଶାନ୍ତି ଠିକ୍ ରଖିବା ପାଇଁ ପ୍ରଯତ୍ନଶୀଳ ହେବା ଉଚିତ ହେବ। କର୍କଟ ରାଶି। ଆତ୍ମବିଶ୍ୱାସ ରହିଲେ ସୁଦ୍ଧା ମନ ବହୁତ ଭାରାକ୍ରାନ୍ତ ରହିବ। ଧୈର୍ଯ୍ୟଚ୍ୟୁତ ହେବେ। ବାଣିଜ୍ୟ କାରବାରରେ ବୃଦ୍ଧି ଘଟିବ। ସରକାରୀ ଚାକିରିରେ ପ୍ରମୋସନର ଯୋଗ। ଶତ୍ରୁ ପରାଜିତ ହେବେ। ବହୁତ ଉଦ୍ୟୋଗରେ କାର୍ଯ୍ୟ ସିଦ୍ଧି ହେବ। ଥଣ୍ଡା, କାଶ, ସର୍ଦ୍ଦିର ପ୍ରାଦୁର୍ଭାବ ବଢ଼ିପାରେ। କୁମ୍ଭ ସ୍ନାନର ଡାକରା ଆସିପାରେ। ସିଂହ ରାଶି। ମାସର ପ୍ରଥମାର୍ଦ୍ଧରେ ଚାକିରିରେ ଥିବା ବ୍ୟକ୍ତିବିଶେଷ କଷ୍ଟ ଭୋଗ କରିପାରନ୍ତି, କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଅବସ୍ଥାର ପରିବର୍ତ୍ତନ ଘଟିବ। ମନୋବାଞ୍ଛିତ ଜାଗାକୁ ବଦଳି ହେବାର ସମ୍ଭାବନା ସୃଷ୍ଟି ହୋଇପାରେ। ଆର୍ଥିକ ଦୃଷ୍ଟିରୁ ମାସର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧ ଅଧିକ ଅନୁକୂଳ ରହିବ। ସହଧର୍ମିଣୀଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖନ୍ତୁ। କନ୍ୟା ରାଶି। ମାସର ପ୍ରଥମାର୍ଦ୍ଧରୁ ହିଁ ଜୀବନର ଅନୁକୂଳ ସମୟ ଆରମ୍ଭ ହୋଇଯିବ। ଚାକିରି ବା ବାଣିଜ୍ୟ ବେପାର କରିବାକୁ ଚାହିଁ ବସିଥିବା ବ୍ୟକ୍ତି ଏହି ମାସରେ କାମ ଆରମ୍ଭ କରିବାର ସୂଚନା ମିଳୁଛି। ବ୍ୟବସାୟରୁ ଆୟ ମନ ମୁତାବକ ହେବ। ଅବିବାହିତଙ୍କ ପାଇଁ ଖୁସି ଖବର ଯେ ବିବାହ ପ୍ରସ୍ତାବ ଠିକ୍ ହେବ ଏବଂ ବିବାହ ମଧ୍ୟ ହୋଇଯିବାର ବହୁତ ସମ୍ଭାବନା। ତୀର୍ଥ ଭ୍ରମଣର ଯୋଗ ଅଛି। ତୁଳା ରାଶି। ଧନ ନିବେଶ କରିବା ପାଇଁ ସମୟ ଅନୁକୂଳ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନେବେ। ମାସର ପ୍ରଥମାର୍ଦ୍ଧରେ ସରକାରୀ ସ୍ତରରୁ ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ପ୍ରେମ ସମ୍ପର୍କରେ ଥିଲେ ଏହି ମାସରେ ପରସ୍ପର ପ୍ରତି ଅନୁରକ୍ତି ପ୍ରକାଶ କରିବେ। ମାସର ଦ୍ୱିତୀୟାର୍ଦ୍ଧରେ ପରିବାର ସହ ତୀର୍ଥ ଭ୍ରମଣରେ ଯାଇପାରନ୍ତି। ବିଛା ରାଶି। ଜାନୁଆରୀ ମାସରେ ଘଟଣା ସବୁ କେତେବେଳେ ଜୋରରେ ଦୌଡ଼ିବ ତ କେତେବେଳେ ପୁଣି ଶିଥିଳ ପଡ଼ିଯିବ। ତଳ ଉପର ହେବା ଲାଗି ରହିବ। ଘର ପରିବାର ଚାକିରିଠାରୁ ଆରମ୍ଭ କରି ବାଣିଜ୍ୟ ବେପାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହିପରି ସ୍ଥିତି ଲାଗି ରହିବ। ମାସର ଦ୍ୱିତୀୟାର୍ଦ୍ଧରେ ଝଗଡ଼ାଠାରୁ ଦୂରେଇ ରହିଲେ ଭଲ। ଜାଗା ବାଡ଼ି କିଣିବା ବା ଗୃହ ନିର୍ମାଣ କରିବାର ଯୋଜନା ମନ ଭିତରେ ଉଦ୍ରେକ ହୋଇପାରେ। ଧନୁ ରାଶି। ମାସଟି ବ୍ୟସ୍ତତାପୂର୍ଣ୍ଣ ରହିବ। ପ୍ରଥମାର୍ଦ୍ଧରେ କାର୍ଯ୍ୟଭାର ଅଧିକା ରହିବ। ମାନସମ୍ମାନ ପ୍ରତି ଆଞ୍ଚ ଆସିପାରେ। ସହଧର୍ମିଣୀଙ୍କ କଥାକୁ ସମ୍ମାନ ଦେବେ। ସ୍ୱାସ୍ଥ୍ୟ ପ୍ରତି ମାସର ଦ୍ୱିତୀୟାର୍ଦ୍ଧରେ ସଚେତନ ରହିବା ଉଚିତ ହେବ। ଶିକ୍ଷଣୀୟ ଚାକିରି ବା କର୍ମରେ ଥିଲେ କର୍ମକ୍ଷେତ୍ରରୁ
ସୁଫଳ ଆଶା କରିପାରନ୍ତି। କୋର୍ଟ କଚେରୀ ମାମଲାଠୁ ଦୂରେଇ ରହିବେ। ସ୍ୱାସ୍ଥ୍ୟ ଉପରେ ବା ସ୍ୱାସ୍ଥ୍ୟ ଭଗ୍ନର ଆଶଙ୍କା ଦେଖାଯାଇଛି। ମକର ରାଶି, ଜାନୁଆରୀ ମାସରେ ନିଜ କଥାକୁ ନେଇ ସଚେତନ ରୁହନ୍ତୁ। କାମ ହୋଇପାରେ, ନଚେତ୍ ଓଲଟା କଥାରେ କାମ ବିଗିଡ଼ି ମଧ୍ୟ ଯାଇପାରେ। ତେଣୁ ନିଜ କଥାରେ ମଧୁରତା ରଖିବା ଠିକ୍ ହେବ। ପରିବାର ମଧ୍ୟରେ ଅନ୍ୟମାନଙ୍କ ଭାବନାକୁ ଗୁରୁତ୍ୱ ଦିଅନ୍ତୁ। ବାଣିଜ୍ୟ ବେପାର ବା ଚାକିରିରେ ଥିବା ବ୍ୟକ୍ତିମାନଙ୍କ ପାଇଁ ମାସଟିର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧ ଅନୁକୂଳ ରହିବ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବେ। କୁମ୍ଭ ରାଶି, ମାସଟି ମଧ୍ୟମ ଧରଣର ରହିବ। ପ୍ରଥମାର୍ଦ୍ଧରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ କାର୍ଯ୍ୟଗୁଡ଼ିକ କଷ୍ଟକର ମନେ ହେବ। ଆଳସ୍ୟ ତ୍ୟାଗ କରିପାରିଲେ ବାଣିଜ୍ୟ ବ୍ୟବସାୟରୁ ଭଲ ମୁନାଫା ବା ଲାଭ କମାଇ ପାରିବେ। ଅନ୍ୟର ଦୋଷ ଦୁର୍ବଳତାକୁ ନଜର ନ ଦେଇ ନିଜ କାର୍ଯ୍ୟ ଠିକ୍ ରଖନ୍ତୁ। ଭ୍ରମଣ ଯୋଗ ମାସର ଦ୍ୱିତୀୟାର୍ଦ୍ଧରେ ରହୁଅଛି। ଚାକିରି ବୃତ୍ତିରେ ମାସର ଦ୍ୱିତୀୟାର୍ଦ୍ଧ ଅନୁକୂଳ ରହିବ ନାହିଁ। ମୀନ ରାଶି, ଜାନୁଆରୀ ମାସଟି ମୀନ ରାଶି ବ୍ୟକ୍ତିଙ୍କୁ ଅନୁକୂଳ ଫଳ ପ୍ରଦାନ କରିବ। ପ୍ରଥମାର୍ଦ୍ଧରେ ଚାକିରି ବୃତ୍ତିରେ ଥିବା ବ୍ୟକ୍ତି ବେଶ୍ କମାଣ୍ଡିଂ ନେଚରର ରହିବେ। ବାଣିଜ୍ୟ ବ୍ୟବସାୟରୁ ମନ ମୁତାବକ ଧନ ଲାଭ ହେବ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ପାରିବାରିକ ସୁଖଶାନ୍ତି ରହିବା ସହ ସପରିବାର ଭ୍ରମଣରେ ଯିବାର ଯୋଗ ରହୁଅଛି। ବିରୋଧୀ ପରାଜିତ ହେବା ସଙ୍ଗେ ସଙ୍ଗେ କୋର୍ଟ କଚେରୀ ଫଇସଲା ଆପଣଙ୍କ ସପକ୍ଷରେ ଯିବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।